କର୍ମଟା ପରା। ତୁ ଶୀଘ୍ର ଖାଇଦେ, ନହେଲେ ଗାଁର ପାରେ ଗୋଟିଏ ମୁଣ୍ଡାଖିଆ ଅସୁର ଅଛି, ସେ ଆସି ତତେ ଧରି ନେଇଯିବ। ମା, ମୁଣ୍ଡାଖିଆ ଅସୁର କିଏ? ତା ନାଁ ଏମିତି କାହିଁକି ହେଇଛି? ସେ କଣ କଣ ଖାଏ? କହ ମା, କହ। ଠିକ ଅଛି, ମୁଣ୍ଡାଖିଆ ଅସୁର ବିଷୟରେ କହୁଛି ଶୁଣ। ହଇରେ ଭଗିଆ, ଆଜି ତୁ କଣ ଖାଇଛୁ? ମୁଁ ଆଜି ମଣ୍ଡା ପିଠା ଖାଇଛି। ଓ, ମଣ୍ଡା ପିଠା। ଆରେ ବା, ଆଜି ଘରେ ତୋର ମଣ୍ଡା ପିଠା ହେଇଥିଲା। ତାହେଲେ ତ ବହେ ଗେମ୍ଫି ଦେଇଥିବୁ ଆଉ। ଏ ନାଇଁ ମୋ ଜଟିଆ, ବୋଉ ମଣ୍ଡା ପିଠା କରିସାରି ଠିକ ହାଣ୍ଡିରୁ ବାହାର କରିବା ସମୟରେ ଗୋଟେ ଦୂର ସମ୍ପର୍କୀୟ ବୁଢା ଆଉ ତା ସହ 2 ଜଣ ଲୋକ ଆସି ପହଞ୍ଚିଲେ ଯେ ବୋଉ ମୋ ଭାଗରୁ ସେମାନଙ୍କୁ ପିଠା ଖାଇବାକୁ ଦେଇଦେଲା ପା। ବିଚରାଟା, ଡହଳ ବିକଳ ହେଇଥିବୁ। ଏ ନାଇଁ ମୋ ଜଟିଆ, ମୁଁ କଣ କମ ଚାଲାକ କି? ବୋଉ ମଣ୍ଡା ପିଠା କାଢି ସେ ବନ୍ଧୁମାନଙ୍କୁ ସରବତ ଦେବା ପାଇଁ ଗଲା ବେଳେ ମୁଁ ପରା ଚୁପକିନା ମୋ ଗାମଛା କାନିରେ 3-4ଟା ପିଠା ବାନ୍ଧି ଦେଇଥିଲି। ଆଉ ଏବେ ଖୋଲି ତମ ସାମ୍ନାରେ ଖାଇବି, ଆଉ ତମେ ସବୁ ଭକୁଆ ଭଳି ଅନେଇଥାଅ। ଆରେ ଆରେ ଆରେ, ଏଇ କଣ ହେଲା? ଏତେ ବଡ ଗଛଟା ରାସ୍ତାରେ ପଡିଗଲା। ଭାଇମାନେ ଆସ ଆସ, ସମସ୍ତେ ଆସ ଭାଇମାନେ, ଆମେ ମିଶିକରି ଗଛଟାକୁ ଉଠେଇ ରାସ୍ତା ସଫା କରିଦବା। ଆବେ ଭକିଆ, ଜୋରସେ ପେଲ। ନାଇଁ ଭାଇ, ଜୋରେ ଯଦି ପେଲିବି ମୋ ମଣ୍ଡା ପିଠା ପଛ ଦେଇ ବାହାରି ଯିବ ଯେ। ଚୁପ ଭାଇମାନେ, ପେଲ, ଜୋରସେ ପେଲ। ଆବେ ଏ ଭୁସୁଣ୍ଡିଆଟା କିଏ ବେ? ବଣ ଭାଲୁ ପରି ଲାଗୁଛି। ନା 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 ନା, ବଣ ମଣିଷ ହେଇଥିବ ବୋଧେ। ହଁ, ମୁଁ ତୁମମାନଙ୍କ ଭଳି ମାନବ ନୁହଁ, ମୁଁ ଦାନବ। ଏଇ ନଦୀ ସେପାରିରେ ମୁଁ ରହେ। ଓ, ମତେ ବହୁତ